ମୁଁ ନମିତା, ଜଣେ 26 ବର୍ଷିଆ ସାଧାରଣ କିନ୍ତୁ ଆତ୍ମନିର୍ଭରଶୀଳ ମହିଳା। ମୁଁ ଭୁବନେଶ୍ୱରର ଏକ ଶାନ୍ତ ଅଞ୍ଚଳରେ ମୋ ପରିବାର ସହ ରହେ। ମୋର ଜୀବନ ବାହାରୁ ଦେଖିଲେ ବିଲକୁଲ ପରଫେକ୍ଟ ଲାଗେ। ମୋ ସ୍ୱାମୀ ଏକ ବଡ଼ କମ୍ପାନୀରେ କାମ କରନ୍ତି ଏବଂ ପ୍ରାୟତଃ କାମ ବ୍ୟସ୍ତତାରେ ଅଲଗା ଅଲଗା ସହରକୁ ଯାଉଥାନ୍ତି। ଘରେ ମୋର 2 ବର୍ଷର ଝିଅଟିଏ ଅଛି ଯିଏ ମୋ ଦୁନିଆ। ଏହା ବ୍ୟତୀତ ମୋ ଶାଶୁ ଓ ଶ୍ୱଶୁର ମଧ୍ୟ ଅଛନ୍ତି ଯିଏ ମୋତେ ନିଜ ଝିଅ ପରି ମାନନ୍ତି। ଭଗବାନଙ୍କ କୃପାରୁ ଘରେ କୌଣସି ଜିନିଷର ଅଭାବ ନାହିଁ, କିନ୍ତୁ ତଥାପି ଜୀବନରେ ଏକ ଖାଲିପଣ ଅଛି ଯାହା କେବେ କେବେ ଖୁବ୍ ଗଭୀର ଭାବେ ଅନୁଭବ ହୁଏ, ବିଶେଷ କରି ସେତେବେଳେ ଯେତେବେଳେ ରାତିରେ ସମସ୍ତେ ଶୋଇଯାନ୍ତି ଆଉ ମୁଁ ଏକୁଟିଆ ଝରକା ପାଖରେ ବସି ଦୂର ପର୍ଯ୍ୟନ୍ତ ବ୍ୟାପିଥିବା ନୀରବତାକୁ ଚାହିଁ ରହେ। ସେହି ମୁହୂର୍ତ୍ତଗୁଡ଼ିକରେ ମୋତେ ମୋର ପୁରୁଣା ଦିନ ମନେପଡ଼େ। ମୋ ବାପଘର ଯାଜପୁରରେ ଅଛି, ଯେଉଁଠି ମୁଁ ମୋ ପିଲାଦିନ କାଟିଛି। ସେଠାକାର ଗଳି, ସେଠାକାର ଲୋକ ଆଉ ବିଶେଷ କରି କିଛି ସମ୍ପର୍କର ଆଜି ବି ମୋ ହୃଦୟର ଖୁବ୍ ନିକଟତର। ଗତ ମାସର ଏକ ସକାଳେ ଯେତେବେଳେ ମୁଁ ରୋଷେଇ ଘରେ ଚା ବନାଉଥିଲି, ସେତିକିବେଳେ ମୋ ଫୋନ୍ ବାଜିଉଠିଲା। ରେ ମା'ଙ୍କ ନାଁ ଦେଖି ମୋ ମୁହଁରେ ହସ ଫୁଟିଉଠିଲା। ମୁଁ ତୁରନ୍ତ କଲ୍ ଉଠାଇଲି। ମା' ହାଲଚାଲ ପଚାରିବା ପରେ କହିଲେ କି ସୁନୀଲର ପରୀକ୍ଷା କଟକରେ ଅଛି ଏବଂ ଯଦି ମୋର କିଛି ଅସୁବିଧା ନଥାଏ ତେବେ ସେ କିଛି ଦିନ ମୋ ପାଖରେ ରହିପାରିବ। ଏହା ଶୁଣି ମୋ ମନରେ ଏକ ଅଲଗା ପ୍ରକାର ଖୁସି ଜାଗିଉଠିଲା, କାରଣ ଏତେ ଦିନ ପରେ ବାପଘର ପଟୁ କେହି ଜଣେ ନିଜର ଲୋକ ମୋତେ ଦେଖା କରିବାକୁ ଆସୁଥିଲା। ମୁଁ କିଛି ନ ଭାବି ହଁ କରିଦେଲି। ସୁନୀଲ ମୋ ପିଲାଦିନର ସାଙ୍ଗ ରହିଛି। ଆମେ ଦୁହେଁ ଗୋଟିଏ ସ୍କୁଲରେ ପଢ଼ୁଥିଲୁ। ତାଙ୍କ ବାପା ଓ ମୋ ବାପା ଏକାଠି କାମ କରୁଥିଲେ, ସେଥିପାଇଁ ଆମ ପରିବାର ମଧ୍ୟରେ ଖୁବ୍ ଘନିଷ୍ଠତା ଥିଲା। ଆମେ ଦୁହେଁ ନିଜ ନିଜ ଘରର ଏକମାତ୍ର ସନ୍ତାନ ଥିଲୁ, ସେଥିପାଇଁ ପିଲାଦିନର ଅଧିକାଂଶ ସମୟ ଆମେ ଏକାଠି କାଟିଛୁ। ଖେଳିବା, ପଢ଼ିବା, କଳି କରିବା ଆଉ ପୁଣି ମାନିଯିବା ଏସବୁ ଆମ ବନ୍ଧୁତାର ଅଂଶ ଥିଲା। ସମୟ ସହିତ ସବୁ ବଦଳିଗଲା। ଧନସ ଶ୍ରେଣୀ ପରେ ମୁଁ ଅଧିକ ପଢ଼ିବା ପାଇଁ BA-ରେ ନାଁ ଲେଖାଇଲି ଏବଂ ସେ ଇଞ୍ଜିନିୟରିଂ ପଢ଼ିବା ପାଇଁ ମୁମ୍ବାଇ ଚାଲିଗଲା। ଧୀରେ ଧୀରେ କଥାବାର୍ତ୍ତା କମିଗଲା ଆଉ ତାପରେ ମୋର ବାହାଘର ହୋଇଗଲା। ବାହାଘର ପରେ ମୁଁ ମୋ ନୂଆ ଜୀବନରେ ବ୍ୟସ୍ତ ହୋଇଗଲି ଆଉ ତା ସହିତ ମାତ୍ର ଥରେ ଦେଖା ହୋଇପାରିଥିଲା। ଏବେ ଏତେ ବର୍ଷ ପରେ ସେ ପ୍ରଥମ ଥର ପାଇଁ ମୋ ଘରକୁ ଆସିବାକୁ ଯାଉଥିଲା। ଏହା ଭାବି ମନରେ ଏକ ସାମାନ୍ୟ ଉତ୍କଣ୍ଠା ବି ଥିଲା ଆଉ ଟିକେ ଛନକା ମଧ୍ୟ। ପରଦିନ ସକାଳୁ ମୁଁ ଜଲ୍ଦି ଉଠିଗଲି। ଘରକୁ ଭଲ ଭାବେ ସଫା କଲି ଆଉ ତା ଆସିବା ପାଇଁ ପ୍ରସ୍ତୁତି କରିବାକୁ ଲାଗିଲି। ମୁଁ ନିଜେ ବୁଝିପାରୁ ନଥିଲି ଯେ ମୁଁ ଏତେ ଉତ୍ସାହିତ କାହିଁକି ଅଛି। ବୋଧହୁଏ ସେଥିପାଇଁ କାରଣ ଏତେ ସମୟ ପରେ କେହି ଜଣେ ଏମିତି ଲୋକ ଆସୁଥିଲା ଯିଏ ମୋତେ ମୋର ପୁରୁଣା ଦିନର କଥା ମନେ ପକାଇଦେବ। ପ୍ରାୟ 10ଟା ବେଳକୁ କଲିଂ ବେଲ୍ ବାଜିଲା। ମୋ ହୃଦୟ ହଠାତ୍ ଜୋରରେ ଧଡ଼ଧଡ଼ ହେବାକୁ ଲାଗିଲା। ମୁଁ କବାଟ ଖୋଲିଲି ତ ସାମ୍ନାରେ ସୁନୀଲ ଠିଆ ହୋଇଥିଲା। ସେ ଆଗ ଅପେକ୍ଷା ବହୁତ ଡେଙ୍ଗା ହୋଇଯାଇଥିଲା। ତା ମୁହଁରେ ଆତ୍ମବିଶ୍ୱାସ ସ୍ପଷ୍ଟ ଜଣାପଡ଼ୁଥିଲା, କିନ୍ତୁ ତା ହସ ସେଇ ପୁରୁଣା ଥିଲା, ଯାହା ମୋତେ ଏକ ମୁହୂର୍ତ୍ତରେ ବର୍ଷ ବର୍ଷ ପଛକୁ ନେଇଗଲା। ସେ ମୋତେ ଦେଖି ହସିଲା ଆଉ କିଛି ନ ଭାବି କୁଣ୍ଢାଇ ପକାଇଲା। ତାହାଦ୍ୱାରା ଏକ ମୁହୂର୍ତ୍ତରେ ଯେମିତି ସବୁ ଦୂରତା ଶେଷ ହୋଇଗଲା। ମୁଁ ହସି କହିଲି, ତୁ ତ ବହୁତ ବଦଳି ଯାଇଛୁ। ସେ ଜବାବ ଦେଲା, ତୁ ବି ଆଉ ଆଗ ଭଳି ନାହୁଁ। ତା କଥା ଶୁଣି ମୁଁ ଟିକେ ହସିଦେଲି, କିନ୍ତୁ ଭିତରେ କେଉଁଠି କିଛି ଅଲଗା ଅନୁଭବ ହେଲା। ମୁଁ ତାକୁ ଭିତରକୁ ଡାକିଲି। ମୋ ଝିଅ ପ୍ରଥମେ ତାକୁ ଦେଖି ଟିକେ ଡରିଗଲା, କିନ୍ତୁ କିଛି ସମୟ ପରେ ତା ସହ ଖେଳିବାକୁ ଲାଗିଲା। ସୁନୀଲ ପିଲାଙ୍କ ସହ ଜଲ୍ଦି ମିଶିଯାଏ। ଏହି କଥା ଆଗରୁ ବି ଥିଲା ଆଉ ଏବେ ବି ଅଛି। ସେ ମୋ ଝିଅକୁ କୋଳକୁ ଉଠାଇ ନେଇ ତା ସହ ଖେଳିବାକୁ ଲାଗିଲା। ଏହା ଦେଖି ମୋ ମୁହଁରେ ଶାନ୍ତିର ହସ ଖେଳିଗଲା। କିଛି ସମୟ ପରେ ସେ ଫ୍ରେଶ୍ ହେବାକୁ ଗଲା ଆଉ ମୁଁ ରୋଷେଇ ଘରେ ଚା ବନାଇବାକୁ ଲାଗିଲି। ଯେତେବେଳେ ଆମେ ଦୁହେଁ ଚା ଧରି ବସିଲୁ ତ କଥାବାର୍ତ୍ତାର ସିଲସିଲା ଆରମ୍ଭ ହେଲା। ଆମେ ସ୍କୁଲ ଦିନଗୁଡ଼ିକୁ ମନେ ପକାଇଲୁ, ନିଜ ପୁରୁଣା ସାଙ୍ଗମାନଙ୍କ ବିଷୟରେ କଥା ହେଲୁ ଏବଂ ଏହା ମଧ୍ୟ ଜାଣିଲୁ ଯେ କିଏ କେଉଁଠି ଓ କ'ଣ କରୁଛି। ସେହି କଥାଗୁଡ଼ିକରେ ଏକ ସତ୍ୟତା ଥିଲା, ଏକ ଆପଣାପଣ ଥିଲା ଯାହା ଆଜିକାଲିର ଜୀବନରେ କେଉଁଠି ହଜିଯାଇଛି। ଦିନ କେମିତି ବିତିଗଲା ଜଣାପଡ଼ିଲାନି। ସନ୍ଧ୍ୟା ହେଉ ହେଉ ମୋତେ ଅନୁଭବ ହେଲା କି ଏତେ ଦିନ ପରେ ମୁଁ ସତରେ ହୃଦୟରୁ ଖୁସି ଅଛି। ରାତିରେ ଆମେ ଏକାଠି ଖାଇଲୁ ଆଉ ପୁଣି ଶୋଇବା ପାଇଁ ପ୍ରସ୍ତୁତି କରିବାକୁ ଲାଗିଲୁ। ମୁଁ ତାକୁ ମୋରେ ହିଁ ରହିବାକୁ କହିଲି, କାରଣ ଘରର ବାକି ରୁମ୍ଗୁଡ଼ିକ ବନ୍ଦ ଥିଲା ଆଉ ସେଠାରେ ଜାଗା ମଧ୍ୟ ଥିଲା। ସେ ବିନା କୌଣସି ଦ୍ୱିଧାରେ ହଁ କହିଲା। ରେ ଅଳ୍ପ ଆଲୁଅ ଥିଲା ଆଉ ଝରକାରୁ ଆସୁଥିବା ଥଣ୍ଡା ପବନ ପରିବେଶକୁ ଆହୁରି ଶାନ୍ତ କରିଦେଉଥିଲା। ମୋ ଝିଅ ମଝିରେ ଶୋଇଥିଲା ଆଉ ଆମେ ଦୁହେଁ ନିଜ ନିଜ କଣରେ ଶୋଇ କଥା ହେବାକୁ ଲାଗିଲୁ। କଥାର ବିଷୟ ପୁଣିଥରେ ପିଲାଦିନର ସ୍ମୃତି ହୋଇଗଲା। ଆମେ ଦୁହେଁ ସେଇ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ ହସୁଥିଲୁ,
କିନ୍ତୁ ସେହି ହସ ମଝିରେ କେବେ କେବେ ଏକ ନୀରବତା ମଧ୍ୟ ଆସିଯାଉଥିଲା, ଯାହା ବହୁତ କିଛି କହିଦେଉଥିଲା। ଧୀରେ ଧୀରେ କଥା କମିଗଲା, ଆଉରେ ନୀରବତା ଛାଇଗଲା। କିନ୍ତୁ ସେହି ନୀରବତା ଅଜବ ନଥିଲା। ସେଥିରେ ଏକ ଶାନ୍ତି ଥିଲା, ଏକ ଆପଣାପଣ ଥିଲା। ମୁଁ ଧୀରେ କରି ତା ଆଡ଼କୁ ଚାହିଁଲି। ସେ ଆଖି ବନ୍ଦ କରିଥିଲା, କିନ୍ତୁ ତା ମୁହଁରେ ଏକ ଶାନ୍ତି ଥିଲା। ସେହି ମୁହୂର୍ତ୍ତରେ ମୋତେ ଅନୁଭବ ହେଲା ଯେଉଁ ସମୟ ଆମକୁ କେତେ ବଦଳାଇ ଦେଇଛି। ଏବେ ଆମେ ପିଲା ହୋଇନାହୁଁ, କିନ୍ତୁ ହୃଦୟର କୌଣସି ଏକ କୋଣରେ ସେହି ନିଷ୍ପାପପଣ ଏବେ ବି ଜୀବିତ ଅଛି। ସେହି ରାତିରେ ମୋତେ ବହୁତ ସମୟ ଯାଏଁ ନିଦ ଆସିଲାଣି। ମୋ ମନରେ ଅନେକ ପ୍ରକାର ଭାବନା ଆସୁଥିଲା। ପୁରୁଣା ଦିନ ଆଉ ବର୍ତ୍ତମାନ ମଧ୍ୟରେ ଯେମିତି ଏକ ପୋଲ ତିଆରି ହୋଇଯାଇଥିଲା। ମୁଁ ବୁଝିପାରୁ ନଥିଲି ଯେ ଏହା କେବଳ ଏକ ଦେଖା ସାକ୍ଷାତ ନା ଅନ୍ୟ କିଛି, ଯାହା ମୋ ଭିତରେ ଲୁଚି ରହିଥିବା ଭାବନାକୁ ଜାଗ୍ରତ କରୁଛି। ଶେଷରେ ମୁଁ ମଧ୍ୟ ଆଖି ବନ୍ଦ କରି ଶୋଇଗଲି। ପରଦିନ ସକାଳେ ମୋ ନିଦ ଟିକେ ବିଳମ୍ବରେ ଖୋଲିଲା। ଯେତେବେଳେ ଆଖି ଖୋଲିଲା ତ ଝରକାରୁ ଆସୁଥିବା ହାଲୁକା ଖରା ସାରା ଖେଳି ଯାଇଥିଲା। ଗୋଟିଏ ମୁହୂର୍ତ୍ତ ପାଇଁ ମୋତେ ବୁଝିପାରିଲିନି ଯେ ମୁଁ କେଉଁଠି ଅଛି। ପୁଣି ହଠାତ୍ ମୋର ମନେ ପଡ଼ିଲା ଯେ ସୁନୀଲ ଘରେ ଅଛି। ମୁଁ ତୁରନ୍ତ ଏପଟ ସେପଟ ଚାହିଁଲି ତ ସେ ଉଠିସାରିଥିଲା ଆଉ ମୋ ଝିଅ ତା ସହିତ ଖେଳୁଥିଲା। ସେମାନଙ୍କ ହସ ଶବ୍ଦରେ ପ୍ରତିଧ୍ୱନିତ ହେଉଥିଲା। ଏହା ଦେଖି ମୋ ମୁହଁରେ ଆପେ ଆପେ ହସ ଫୁଟିଉଠିଲା। ଏତେ ଦିନ ପରେ ଘରେ ଏମିତି ରୋନକ ଅନୁଭବ ହେଉଥିଲା। ମୁଁ ଉଠି ରୋଷେଇ ଘରକୁ ଗଲି ଆଉ ଜଳଖିଆ ବନାଇବାକୁ ଲାଗିଲି। ଅଳ୍ପ ସମୟ ପରେ ସୁନୀଲ ମଧ୍ୟ ସେଠାକୁ ଆସିଲା ଆଉ କହିଲା, ଆଜି ମୁଁ ସାହାଯ୍ୟ କରିବି। ମୁଁ ହସିକି କହିଲି, ତୁ ଅତିଥି, ଆରାମ କର। କିନ୍ତୁ ସେ ଜିଦ୍ କଲା ଆଉ ମୋ ସହ ଠିଆ ହୋଇ ଛୋଟ ଛୋଟ କାମରେ ସାହାଯ୍ୟ କଲା। ସେହି ସମୟରେ ଆମର କଥାବାର୍ତ୍ତା ପୁଣି ଆରମ୍ଭ ହେଲା। କିନ୍ତୁ ଏଥର କଥାରେ ଏକ ନୂଆ ସହଜତା ଥିଲା। ଯେମିତି ଆମେ ଦୁହେଁ ପୁଣି ଥରେ ପରସ୍ପରକୁ ବୁଝିବାକୁ ଲାଗିଛୁ। ଜଳଖିଆ ପରେ ସେ ତା ପରୀକ୍ଷା ପାଇଁ ବାହାରିଗଲା ଆଉ ମୁଁ ମୋର ରୋଜ କାମରେ ଲାଗିଗଲି। କିନ୍ତୁ ଆଜି ପ୍ରତିଟି କାମ କଲାବେଳେ ମୋ ମୁହଁରେ ଏକ ଅଲଗା ପ୍ରକାର ଶାନ୍ତି ଥିଲା। ସନ୍ଧ୍ୟାବେଳେ ଯେତେବେଳେ ସେ ଫେରିଲା ତ ତା ମୁହଁରେ ଥକାପଣ ଥିଲା, କିନ୍ତୁ ସାଙ୍ଗରେ ଏକ ସନ୍ତୋଷ ମଧ୍ୟ ଥିଲା। ମୁଁ ତାକୁ ପାଣି ଦେଲି ଆଉ ପଚାରିଲି, ପେପର କେମିତି ହେଲା? ସେ ହସିକି କହିଲା, ଭଲ ହେଲା। ପୁଣି ଆମେ ଦୁହେଁ ବାଲକୋନିରେ ବସିଲୁ। ଧୀର ପବନ ବହୁଥିଲା ଆଉ ଆକାଶରେ ଅସ୍ତଗାମୀ ସୂର୍ଯ୍ୟର ରଙ୍ଗ ଖୁବ୍ ସୁନ୍ଦର ଲାଗୁଥିଲା। ଆମେ ଦୁହେଁ କିଛି ସମୟ ଯାଏଁ କିଛି ନ କହି ସେହି ଦୃଶ୍ୟକୁ ଚାହିଁ ରହିଲୁ। ପୁଣି ସେ ଧୀରେ କରି କହିଲା ଯେ କେବେ କେବେ ଜୀବନ ଆମକୁ ଏମିତି ଏକ ମୋଡ଼କୁ ନେଇଆସେ ଯେଉଁଠି ଆମେ ନିଜକୁ ହିଁ ପ୍ରଶ୍ନ କରିବାକୁ ଲାଗୁ। ତା କଥା ଶୁଣି ମୁଁ ତା ଆଡ଼କୁ ଚାହିଁଲି, କିନ୍ତୁ କିଛି କହିଲିନି, କାରଣ ମୋ ମନରେ ମଧ୍ୟ କିଛି ଏମିତି ହିଁ ଚାଲିଥିଲା। ସେହି ଦିନଗୁଡ଼ିକରେ ଆମେ ବହୁତ କଥା ହେଲୁ। କେବେ ନିଜ ସ୍ୱପ୍ନ ବିଷୟରେ, କେବେ ନିଜର ଭୟ ବିଷୟରେ, ଆଉ କେବେ ସେହି ରାସ୍ତାଗୁଡ଼ିକ ବିଷୟରେ ଯାହାକୁ ଆମେ ବାଛିଥିଲୁ। ମୋତେ ଅନୁଭବ ହେବାକୁ ଲାଗିଲା ଯେ ସୁନୀଲ ଏବେ ପୂର୍ବ ପରି ନାହିଁ। ସେ ପୂର୍ବରୁ ଅଧିକ ବୁଦ୍ଧିମାନ ଏବଂ ସମ୍ବେଦନଶୀଳ ହୋଇଯାଇଛି। ତା କଥାରେ ଗଭୀରତା ଥିଲା ଏବଂ ତାର ଚିନ୍ତାଧାରା ମଧ୍ୟ ବଦଳି ଯାଇଥିଲା। ଧୀରେ ଧୀରେ ଆମ ମଧ୍ୟରେ ଏକ ଭାବନାତ୍ମକ ସମ୍ପର୍କ ଗଢ଼ିଉଠିଲା, ଯାହା ଶବ୍ଦ ଅପେକ୍ଷା ନୀରବତାରେ ଅଧିକ ଅନୁଭବ ହେଉଥିଲା। କେବେ କେବେ ଯେତେବେଳେ ଆମ ଆଖି ମିଶିଯାଉଥିଲା ତ ଆମେ ଦୁହେଁ କିଛି ମୁହୂର୍ତ୍ତ ପାଇଁ ଚୁପ୍ ହୋଇଯାଉଥିଲୁ ଆଉ ପୁଣି ହାଲୁକା ହସ ସହ କଥାକୁ ବଦଳାଇ ଦେଉଥିଲୁ। ବୋଧହୁଏ ଆମେ ଦୁହେଁ ସେହି ଅନୁଭବକୁ ବୁଝୁଥିଲୁ, କିନ୍ତୁ ତାକୁ ଏକ ନାଁ ଦେବାରୁ ବଞ୍ଚୁଥିଲୁ। ଦିନେ ବର୍ଷା ହେଉଥିଲା, ପାଗ ଥଣ୍ଡା ଥିଲା ଆଉ ଘର ବାହାରେ ବର୍ଷା ଟୋପାର ଶବ୍ଦ ଏକ ଅଲଗା ପ୍ରକାର ଶାନ୍ତି ଦେଉଥିଲା। ଆମେ ଦୁହେଁ ଝରକା ପାଖରେ ଠିଆ ହୋଇ ବାହାରେ ପଡ଼ୁଥିବା ବର୍ଷାକୁ ଦେଖୁଥିଲୁ। ହଠାତ୍ ସେ କହିଲା ଯେ ଯଦି ଜୀବନରେ କିଛି ନିଷ୍ପତ୍ତି ଅଲଗା ହୋଇଥାନ୍ତା, ତେବେ ବୋଧହୁଏ ଆଜି ସବୁକିଛି ଅଲଗା ହୋଇଥାନ୍ତା। ତାର ସେହି କଥା ମୋତେ କିଛି ମୁହୂର୍ତ୍ତ ପାଇଁ ଭାବିବାକୁ ବାଧ୍ୟ କରିଦେଲା। ମୁଁ ଧୀରେ କରି କହିଲି, ଯେଉଁ ପ୍ରତିଟି ମଣିଷ ନିଜ ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନିଏ ଏବଂ ସେହି ନିଷ୍ପତ୍ତି ହିଁ ତା ଜୀବନକୁ ଏକ ଦିଶା ଦିଏ। ସେ ମୋ ଆଡ଼କୁ ଚାହିଁଲା ଏବଂ ଅଳ୍ପ ହସିଦେଲା। ସେହି ମୁହୂର୍ତ୍ତରେ ଆମେ କିଛି ନ କହି ବହୁତ କିଛି ବୁଝିଯାଇଥିଲୁ। ରାତିରେ ଯେତେବେଳେ ଆମେକୁ ଫେରିଲୁ ତ ପରିବେଶ ଆଗ ଅପେକ୍ଷା ଅଧିକ ଶାନ୍ତ ଥିଲା। ମୋ ଝିଅ ଶୋଇ ସାରିଥିଲା, ଆଉରେ କେବଳର ଆଲୁଅ ଥିଲା। ଆମେ ପୁଣି ଥରେ କଥାରେ ହଜିଗଲୁ। ଏଥର କଥାରେ ପିଲାଦିନର ସ୍ମୃତି ସହିତ ବର୍ତ୍ତମାନର ଭାବନା ମଧ୍ୟ ସାମିଲ ଥିଲା। ଆମେ ଏହି କଥାକୁ ସ୍ୱୀକାର କଲୁ ଯେ ଆମ ମଧ୍ୟରେ ଯେଉଁ ସମ୍ପର୍କ, ସେଥିରେ ବନ୍ଧୁତା ମଧ୍ୟରେ ସୀମିତ ରହିନାହିଁ, ବରଂ ସେଥିରେ ଏକ ଗଭୀରତା ଆସିଯାଇଛି। କିନ୍ତୁ ସାଙ୍ଗେ ସାଙ୍ଗେ ଆମେ ଏହା ମଧ୍ୟ ବୁଝିଲୁ ଯେ କିଛି ସୀମା ଥାଏ, ଯାହାକୁ ଅତିକ୍ରମ କରିବା ସଠିକ୍ ନୁହେଁ। ସେହି ରାତିରେ ଆମେ ପରସ୍ପର ପ୍ରତି ଥିବା ସମ୍ମାନ ଏବଂ ବିଶ୍ୱାସକୁ ଆହୁରି ମଜବୁତ କଲୁ ଏବଂ ଏହା ସ୍ଥିର କଲୁ ଯେ ଯାହା ବି ହେଉ, ଆମକୁ ଆମ ସମ୍ପର୍କର ମର୍ଯ୍ୟାଦା ବଜାୟ ରଖିବାକୁ ହେବ। ସେହି କଥାବାର୍ତ୍ତା ପରେ ମୋ ମନରେ ଏକ ଅଜବ ପ୍ରକାର ଶାନ୍ତି ଥିଲା, ଯେମିତି କୌଣସି ଉଲଝନର ସମାଧାନ ମିଳିଗଲା। ମୁଁ ଅନୁଭବ କଲି ଯେ ଜୀବନରେ ଭାବନା ଆସିବା ସ୍ୱାଭାବିକ, କିନ୍ତୁ ତାକୁ ସଠିକ୍ ଦିଗ ଦେବା ଆମ ହାତରେ ଥାଏ।
ସେହି ରାତିରେ ମୁଁ ଆଗ ଅପେକ୍ଷା ଶାନ୍ତ ମନରେ ଶୋଇଲି ଏବଂ ମୋତେ ଲାଗିଲା ଯେ ମୁଁ ନିଜକୁ ଆଗ ଅପେକ୍ଷା ଭଲ ଭାବରେ ବୁଝିପାରୁଛି। ସକାଳର ଝାପ୍ସା ଆଲୁଅ ସହିତ ସେହି ଦିନଟି ମଧ୍ୟ ଆସିଗଲା ଯେବେ ସୁନୀଲକୁ ଫେରିବାକୁ ଥିଲା। ରାତିର କଥାବାର୍ତ୍ତା ପରେ ମୋ ମନରେ ଏକ ଅଜବ ସୁକୁନ ଥିଲା, ଯେମିତି କୌଣସି ଅବ୍ୟକ୍ତ ବୋଝରୁ ମୁକ୍ତି ମିଳିଗଲା, କିନ୍ତୁ ସାଙ୍ଗରେ ଏକ ହାଲୁକା ଉଦାସୀନତା ବି ଥିଲା। କାରଣ ବିଗତ କିଛି ଦିନରେ ଯେଉଁ ଆପଣାପଣ ଘରକୁ ଫେରିଥିଲା, ତାହା ପୁଣି ଦୂରେଇ ଯିବାକୁ ବସିଥିଲା। ମୁଁ ଜଲ୍ଦି ଉଠିଲି ଏବଂ କିଚେନକୁ ଯାଇ ତା ପାଇଁ ଜଳଖିଆ ପ୍ରସ୍ତୁତ କଲି। ପ୍ରତିଟି ଛୋଟ ଜିନିଷ କଲାବେଳେ ମୋ ମନରେ ବିତିଯାଇଥିବା 4 ଦିନର ସ୍ମୃତି ଘୂରି ବୁଲୁଥିଲା। କେମିତି ଏକ ହଠାତ୍ ଆସିଥିବା ଦେଖାସାକ୍ଷାତ ମୋ ଚିନ୍ତାଧାରା ଏବଂ ମୋ ଏହସାସକୁ ବଦଳାଇ ଦେଇଥିଲା। ଅଳ୍ପ ସମୟ ପରେ ସୁନୀଲ ମଧ୍ୟ ଉଠି ଆସିଲା। ତା ଆଖିରେ ସାମାନ୍ୟ ନିଦ ଆଉ ମୁହଁରେ ସେଇ ସାଦଗୀଭରା ହସ ଥିଲା। ସେ କହିଲା ଯେ ଆଜି ଜଲଦି ବାହାରିବାକୁ ପଡ଼ିବ, ଟ୍ରେନ୍ ସମୟ ହୋଇଯାଇଛି। ମୁଁ ମୁଣ୍ଡ ହଲାଇ ହଁ କହିଲି, କିନ୍ତୁ କିଛି ମୁହୂର୍ତ୍ତ ପାଇଁ ଆମେ ଦୁହେଁ ଚୁପ୍ ହୋଇଗଲୁ। ଯେମିତି ଶବ୍ଦ କମିଗଲା। ମୋ ଝିଅ ମଧ୍ୟ ଜାଗ୍ରତ ହୋଇଗଲା ଏବଂ ତାକୁ ଦେଖି ପୁଣି ଥରେ ତାକୁ ଲିପ୍ଟିଗଲା। ସେ ତାକୁ କୋଳରେ ଉଠାଇ ଖେଳିବାକୁ ଲାଗିଲା, କିନ୍ତୁ ଏଥର ତା ହସରେ ଏକ ସାମାନ୍ୟ କଷ୍ଟ ଥିଲା। ଜଳଖିଆ କଲାବେଳେ ଆମେ ସାମାନ୍ୟ କଥା ହେଲୁ, କିନ୍ତୁ ଆମେ ଦୁହେଁ ଜାଣିଥିଲୁ ଯେ ଏହି ସମୟ ଖାସ୍ ଏବଂ ବୋଧହୁଏ ସେଥିପାଇଁ ଆମେ ତାକୁ ହାଲୁକା କରିବାକୁ ଚେଷ୍ଟା କରୁଥିଲୁ। ଯିବା ପୂର୍ବରୁ ସେ ଘରର ପ୍ରତିଟି କଣକୁ ଏକ ନଜର ଦେଖିଲା, ଯେମିତି ଏହି ମୁହୂର୍ତ୍ତଗୁଡ଼ିକୁ ସେ ନିଜ ସାଙ୍ଗରେ ନେଇଯିବାକୁ ଚାହୁଁଥିଲା। ଯେତେବେଳେ ସେ କବାଟ ପାଖରେ ପହଞ୍ଚିଲା ତ କିଛି ମୁହୂର୍ତ୍ତ ପାଇଁ ଅଟକିଗଲା। ମୁଁ ତା ଆଡ଼କୁ ଚାହିଁଲି ଏବଂ ସେ ମୋ ଆଡ଼କୁ ଚାହିଁ ରହିଲା। ସେହି ନଜରରେ ନା କୌଣସି ପ୍ରଶ୍ନ ଥିଲା, ନା କୌଣସି ଉତ୍ତର, କେବଳ ଏକ ବୁଝାମଣା ଥିଲା। ମୁଁ ଧୀରେ କରି କହିଲି, ନିଜର ଧ୍ୟାନ ରଖିବୁ। ସେ ହସିକି କହିଲା, ତୁ ମଧ୍ୟ, ଏବଂ ପୁଣି ସେ ମୁଡ଼ିକରି ଚାଲିଗଲା। ମୋ ଝିଅ ତାକୁ ଯାଉଥିବା ଦେଖୁଥିଲା ଏବଂ ମୁଁ କବାଟରେ ଠିଆ ହୋଇ ରହିଲି, ଯେ ପର୍ଯ୍ୟନ୍ତ ସେ ଆଖି ଆଗରୁ ଦୂରେଇ ନ ଯାଇଛି। କବାଟ ବନ୍ଦ କରିବା ପରେ ଘରେ ପୁଣି ସେଇ ନୀରବତା ଫେରିଆସିଲା, କିନ୍ତୁ ଏଥର ସେଇ ପୂର୍ବ ପରି ଖାଲି ନଥିଲା, କାରଣ ଏହି ନୀରବତା ସହିତ ସ୍ମୃତିର ଉଷ୍ମତା ମଧ୍ୟ ଥିଲା। ମୁଁ ଧୀରେ ଧୀରେ ନିଜ କାମରେ ଲାଗିଗଲି, କିନ୍ତୁ ପ୍ରତିଟି କାମ ସହ ଏକ ନୂଆ ଅନୁଭବ ଯୋଡ଼ି ହୋଇ ରହିଥିଲା। ମୋତେ ଲାଗୁଥିଲା ଯେ ଏହି କିଛି ଦିନ ମୋତେ ଭିତରୁ ବଦଳାଇ ଦେଇଛି। ମୁଁ ନିଜକୁ ଆଗ ଅପେକ୍ଷା ଅଧିକ ବୁଝିବାକୁ ଆରମ୍ଭ କରିଥିଲି। ମୁଁ ଅନୁଭବ କଲି ଯେ ଜୀବନରେ ପ୍ରତିଟି ସମ୍ପର୍କ ଏକ ଶିକ୍ଷା ଦେଇଯାଏ। କିଛି ସମ୍ପର୍କ ଆମ ସହିତ ସବୁବେଳେ ରହେ, ଆଉ କିଛି କେବଳ ଆମକୁ ସଠିକ୍ ଦିଗ ଦେଖାଇବା ପାଇଁ ଆସନ୍ତି। ସୁନୀଲ ସହ ବିତାଇଥିବା ସମୟ ମୋ ପାଇଁ ସେମିତି କିଛି ଥିଲା। ସେ ମୋତେ ଏହା ଶିଖାଇଲା ଯେ ଭାବନା ଭୁଲ ନୁହେଁ, କିନ୍ତୁ ତାକୁ ବୁଦ୍ଧିମାନର ସହ ସମ୍ଭାଳିବା ଜରୁରୀ ଅଟେ। ସନ୍ଧ୍ୟାବେଳେ ଯେତେବେଳେ ମୁଁ ବାଲକୋନିରେ ଠିଆ ହୋଇଥିଲି ତ ସେହି ପବନ ପୁଣି ଚାଲୁଥିଲା, କିନ୍ତୁ ଏଥର ମୋ ଭିତରେ କୌଣସି ଉଲଝନ ନଥିଲା, ବରଂ ଏକ ଶାନ୍ତି ଥିଲା। ମୁଁ ଆକାଶ ଆଡ଼କୁ ଚାହିଁଲି ଏବଂ ଅଳ୍ପ ହସ ସହ ଭାବିଲି ଯେ ଜୀବନ ସତରେ ଖୁବ୍ ସୁନ୍ଦର, କେବଳ ଏହାକୁ ସଠିକ୍ ନଜରରେ ଦେଖିବା ଦରକାର ଅଟେ। କିଛି ଦିନ ପରେ ମୋର ଦୈନନ୍ଦିନ କାମ ପୁଣି ଆରମ୍ଭ ହୋଇଗଲା, କିନ୍ତୁ ଏବେ ମୁଁ ପୂର୍ବ ପରି ନଥିଲି। ମୁଁ ମୋର ପ୍ରତିଟି ସମ୍ପର୍କକୁ ଆହୁରି ଅଧିକ ବୁଝିବାକୁ ଲାଗିଥିଲି। ନିଜ ସ୍ୱାମୀଙ୍କ ସହ ମଧ୍ୟ ମୁଁ ନିଜର ଭାବନାକୁ ଆହୁରି ଖୋଲାଖୋଲି ଭାବେ ସେୟାର କରିବା ଆରମ୍ଭ କଲି ଏବଂ ଏହା ଅନୁଭବ କଲି ଯେ ପ୍ରକୃତ ଖୁସି ସେଇଠି ଥାଏ ଯେଉଁଠି ବିଶ୍ୱାସ ଏବଂ ବୁଝାମଣା ଉଭୟ ସାଙ୍ଗରେ ଥାଏ। ସୁନୀଲ ଏବେ ଦୂରରେ ଥିଲା, କିନ୍ତୁ ତା ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ମୋ ହୃଦୟରେ ଏକ ସୁନ୍ଦର ସ୍ମୃତି ହୋଇ ରହିଗଲା, ଯାହା ମୋତେ ସବୁବେଳେ ଏହା ମନେ ପକାଇଦେବ ଯେ ଜୀବନରେ ପ୍ରତିଟି ଦେଖାସାକ୍ଷାତର ଏକ ଖାସ୍ ଅର୍ଥ ଥାଏ ଏବଂ କେବେ କେବେ କିଛି ଲୋକ ଆମ ଜୀବନକୁ କେବଳ ଆମ ନିଜ ସହିତ ପରିଚୟ କରାଇବା ପାଇଁ ଆସନ୍ତି। ବନ୍ଧୁଗଣ, ଏହି କାହାଣୀଟି ଆପଣଙ୍କୁ କେମିତି ଲାଗିଲା? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।